ओम नमः शिवाय। ମୁଁ ଜ୍ୟୋତିର୍ବିଦ ଓ ଶିବ ସାଧକ ପ୍ରଫେସର ରୁଦ୍ରପ୍ରସନ୍ନ ମହାପାତ୍ର ଆପଣଙ୍କ ନିକଟରେ ଆଜି ଉପସ୍ଥାପନା କରିବି ଲିଙ୍ଗରାଜ ମନ୍ଦିରର ଲିଙ୍ଗ। ଆଗରୁ କହି ରଖୁଛି ଯେ ମୁଁ ମୋର କୌଣସି ଚଳଚ୍ଚିତ୍ର ପାଇଁ ପୂର୍ବ ପ୍ରସ୍ତୁତି କରିନଥାଏ, କୌଣସି ଲିଖିତ କୌଣସି ପ୍ରକାର ରିହର୍ସାଲ କିଛି ମୁଁ କରିନଥାଏ। ତେବେ ଯେହେତୁ ମୁଁ ସିଧା ଆପଣଙ୍କ ସମ୍ମୁଖରେ ଉପସ୍ଥିତ ହୋଇ କିଛି କହିବାକୁ ଯାଉଛି, ହୁଏତ ଟିକେ ତାଳମେଳ ଏପଟ ସେପଟ ହୋଇପାରେ, ସେଥିପାଇଁ ମୁଁ ଆପଣଙ୍କ ନିକଟରେ ପୂର୍ବରୁ କ୍ଷମା ପ୍ରାର୍ଥୀ। ଚାଲନ୍ତୁ ଆରମ୍ଭ କରିବା ଆଜିର ବିଷୟବସ୍ତୁ, ଲିଙ୍ଗରାଜ ମନ୍ଦିରରେ ଲିଙ୍ଗ। ଲିଙ୍ଗ ଅର୍ଥ କ'ଣ ତାପରେ ମୁଁ ଆଗରୁ କହି ରଖିଛି, ଯାହା ଆପଣ ଭାବୁଛନ୍ତି ତାହା ନୁହେଁ, ଏବଂ ଶିବଲିଙ୍ଗର ଅର୍ଥ କ'ଣ ତାହା ବି ଆପଣ ସ୍ପଷ୍ଟ ବୁଝିପାରିବେ। ସେଥିପାଇଁ ସେ ଭିଡ଼ିଓଟି ଆପଣ ଦେଖିପାରନ୍ତି। ଆମର ଏଠି ଥିବା ସବୁଠୁ ବଡ଼ ଶିବକ୍ଷେତ୍ର, ଏକାମ୍ର କ୍ଷେତ୍ର, ସ୍ୱର୍ଣ୍ଣକୂଟ ସ୍ୱର୍ଣ୍ଣାଚଳ ଶିବ ମନ୍ଦିରଟି ହେଲା ଲିଙ୍ଗରାଜ ମନ୍ଦିର। ହେଲେ ଯଦି ଆପଣ ଦେଖିବାକୁ ଯିବେ ସେଠିକି, ଆପଣ ଭାବିବେ ବୋଧେ ସେଠି ଗୋଟେ ମଣିଷ ଠାରୁ ଉଚ୍ଚ ଲିଙ୍ଗ ଥିବ, କିନ୍ତୁ ଲିଙ୍ଗ ହିଁ ନାହିଁ। ଗୋଟେ ଲିଙ୍ଗ ଯେତେବେଳେ ଆମେ ଦେଖୁ, ସେ ଲିଙ୍ଗଟାର ପ୍ରଥମ ନିର୍ଣ୍ଣାୟକ ହେଲା ତାର ଶକ୍ତି, ବା ଯଦି ଟିକେ ମୁଁ ସାଧାରଣ ଲୋକଙ୍କ ଭାଷାରେ କହିବି ଯୋନି ଯେଉଁଟା କୁହନ୍ତି। ଆପଣ ଯିବେ ବ୍ରହ୍ମେଶ୍ୱର ମନ୍ଦିର ଦେଖିବେ କେତେ ବଡ଼ ଲିଙ୍ଗଟି ହୋଇଛି, ସେଭଳିଆ ଶକ୍ତି। ତ ଲିଙ୍ଗରାଜ ମନ୍ଦିର ଯଦି ଦେଖାଯାଏ ତାର ଶକ୍ତିଟିକି, ସେଟା ପୁରା ଗୋଟେ ମାନେ ଘର ଭଳିଆ ଶକ୍ତିଟିଏ ହେବ। ଏଥିରୁ ଆମେ ବୁଝିପାରିବା କଥା ଯେ ଲିଙ୍ଗଟା କେତେ ବଡ଼ ହେଇନଥିବ। ଲିଙ୍ଗଟି ହିରଣ୍ୟଗର୍ଭ ବା ପୋତି ଦିଆଯାଇଛି। ଲିଙ୍ଗଟି ସେଠୁ ସ୍ଥାନାନ୍ତରିତ କରି ଆଉ ଗୋଟେ ସ୍ଥାନରେ ରଖାଯାଇଛି ଯେତେବେଳେ ଶତ୍ରୁ ଦେଶ ଆକ୍ରମଣ କରିଥିଲେ। ଏମିତି ବିଭିନ୍ନ ବିଭିନ୍ନ ମତ ରହିଛି। ପରିଶେଷରେ କିନ୍ତୁ ବିଷୟବସ୍ତୁଟି ଏଇଆ ଯେ ଆମେ ଲିଙ୍ଗଟିକୁ ଦେଖିପାରୁନାହାନ୍ତି। ତେବେ ଲିଙ୍ଗଟି କେମିତି ଦେଖିବାକୁ ଥିଲା ମୁଁ ଆପଣଙ୍କ ନିକଟରେ କହିଦେଲେ, ଆପଣ ଯେତେବେଳେ ଆଗାମୀ ଥର ଲିଙ୍ଗରାଜ ମନ୍ଦିରକୁ ଯିବେ, ଦୂରରୁ ଥାଇକି ସେଇଭଳିଆ ଗୋଟେ ମାନସ ପତ୍ରରେ ଲିଙ୍ଗଟିଏ ଆପଣ ସୃଷ୍ଟି କରିବେ ଏବଂ ପ୍ରଭୁ ଲିଙ୍ଗରାଜଙ୍କୁ ସେଇଠି ନିଜକୁ ସମର୍ପଣ କରିବେ। ଏକାମ୍ର ଚନ୍ଦ୍ରିକା, ଆମର ଯଦି ଲିଙ୍ଗରାଜଙ୍କ ବିଷୟରେ ଜାଣିବା କଥା, ଏକାମ୍ର କ୍ଷେତ୍ର ବା ଶିବ ସଂସ୍କୃତି ଓଡ଼ିଶାରେ ଜାଣିବା ପାଇଁ ହେଲେ, ବିଶେଷତଃ ଏ ସ୍ୱର୍ଣ୍ଣାଚଳ ଏରିଆ, 4ଟି ପୁସ୍ତକ। ପ୍ରଥମ ହେଲା ସ୍ୱର୍ଣ୍ଣାଦ୍ରି ମହୋଦୟ, ଦ୍ୱିତୀୟଟି ହେଲା ଏକାମ୍ର ଚନ୍ଦ୍ରିକା, ତୃତୀୟଟି ହେଲା ଏକାମ୍ର ପୁରାଣ କିଛି ମାତ୍ରାରେ, ଚତୁର୍ଥଟି ହେଲା କପିଳ ସଂହିତା କିଛି ମାତ୍ରାରେ, ଯଦିଓ ସେଥିରେ ଆଉ କିଛି କିଛି ଜିନିଷ ଆଡ଼ିସନାଲି ଅଛି। ଏକାମ୍ର ଚନ୍ଦ୍ରିକାରେ ଲେଖା ହେଲା ଶ୍ଲୋକଟି। କ୍ଷମା କରିବେ, ମୁଁ ସଂସ୍କୃତ ପଣ୍ଡିତ ନୁହେଁ, ଏଥିରେ ଶବ୍ଦ ରୂପ ଧାତୁରୂପ ଭୁଲ ଥାଇପାରେ। ଆପଣ ଶବ୍ଦ ରୂପକୁ ଯିବେନି, ମୁଁ ଭାବାର୍ଥ ଆପଣଙ୍କୁ ବୁଝେଇଦେବି, ହୁଏତ ତାହା ହିଁ ରହିବ ଯଥେଷ୍ଟ। ତ କ'ଣ ଲେଖା ହେଇଥିଲା ଯାହା ମୋର ମନେ ପଡ଼ୁଛି, ମୂଳଂ ସ୍ଫଟିକ ଶଙ୍କାଶଂ ମହାନୀଳଂ ଚ ମଧ୍ୟମଂ ମାଣିକାଭ୍ୟାଂ ତଦୁର୍ଦ୍ଧଂ ଚ ତମ୍ ଲିଙ୍ଗଂ ତ୍ରିଭୁବନେଶ୍ୱରଂ। ଆଉ ଥରେ ମୁଁ କହି ରଖୁଛି, ମୂଳଂ ସ୍ଫଟିକ ଶଙ୍କାଶଂ ମହାନୀଳଂ ଚ ମଧ୍ୟମଂ ମାଣିକାଭ୍ୟାଂ ତଦୁର୍ଦ୍ଧଂ ଚ ତମ୍ ଲିଙ୍ଗଂ ତ୍ରିଭୁବନେଶ୍ୱରଂ। କ'ଣ ଅର୍ଥ? ମୂଳଂ ସ୍ଫଟିକ ଶଙ୍କାଶଂ, ଲିଙ୍ଗଟି ଯେଉଁ 3ଟା ଭାଗ ଯଦି କରାଯାଏ, ତାର ପ୍ରଥମ ଭାଗ ମୂଳଟା ସ୍ଫଟିକ ଭଳିଆ ଦେଖିବାକୁ ଥିଲା। ଶିବଙ୍କୁ କର୍ପୂର ଗୌରମ କୁହାଯାଇଛି, କର୍ପୂର ଗୌରମ କରୁଣାବତାର। ଶ୍ରୀରୁଦ୍ରମ ପଢ଼ିଲା ପୂର୍ବରୁ ଆପଣ ଦେଖିବେ ଲେଖା ହେଇଛି ଶୁଦ୍ଧ ସ୍ଫଟିକ ଶଙ୍କାଶଂ, ରୁଦ୍ରଙ୍କୁ ବି କୁହାଯାଇଛି। ଲିଙ୍ଗରାଜରେ ସେଟା ଆସିଲା ମୂଳଂ ସ୍ଫଟିକ ଶଙ୍କାଶଂ। ଯଦି ଲିଙ୍ଗର 3 ଭାଗ କରିଦିଆଯାଏ, ତାର ମୂଳଟା ଯେଉଁଟାକି ଶକ୍ତି ସହିତ ଶକ୍ତି ଉପରେ ହିଁ ଅଛି, ସେଟା ସ୍ଫଟିକ। ସ୍ଫଟିକ ମାନେ ଭାବି ନିଅନ୍ତୁ ଟ୍ରାନ୍ସପରେଣ୍ଟ ନୁହେଁ, ଯେମିତି ମାଳି ମୁଁ ପିନ୍ଧିଛି ଧଳା। ସ୍ଫଟିକ ମାନେ ହେଲା କ୍ରିଷ୍ଟାଲାଇଜେସନ୍ ବା କ୍ରିଷ୍ଟାଲ। ତେଣୁ ଯେମିତି ଆପଣ ଲୁଣ ଦେଖୁଛନ୍ତି ବା ମିଶ୍ରି ଦେଖୁଛନ୍ତି, ସେଇ ରଙ୍ଗର ହେଲା ମୂଳ। ମହାନୀଳଂ ଚ ମଧ୍ୟମ, ତା ଉପରଟା ହେଲା ନୀଳିଆ।
ମାଣିକାଭ୍ୟଂ ତରୁଜ୍ଜଂ ଚ, ମାଣିକ ରଙ୍ଗ ନାଲି ତ ଉପରଟା ହେଲା ମାଣିକ ଭଳିଆ। ତମ୍ ଲିଙ୍ଗମ ତ୍ରିଭୁବନେଶ୍ୱରମ୍, ବୋଧହୁଏ ଏଇଥିପାଇଁ ଯେଉଁ 3ଟି ରଙ୍ଗ ଥିଲା ତାକୁ ତ୍ରିଭୁବନେଶ୍ୱର ବୋଲି କୁହାଯାଉଥିଲା। ମୁଁ ଯେତେବେଳେ ପରିକଳ୍ପନା କରେ ମୋ ଆଖିରୁ ଲୁହ ପଳେଇ ଆସେ ଯେ କେତେ ସୁନ୍ଦର ଲିଙ୍ଗଟି। ଚାଲିଗଲା, ହୁଏତ ମହାଦେବ ଚାହୁଁନଥିଲେ ଯେ କଳି ଯୁଗରେ ଆମେ ତାଙ୍କୁ ଦର୍ଶନ କରୁ, ଚାଲିଗଲା। ହୁଏତ ଗୋଟେ ଏମିତି ପଥର ହେଇଥିବ ଯେଉଁ ପଥରରେ କି ଭିନ୍ନ ଭିନ୍ନ ରଙ୍ଗ ଥିବ, କିମ୍ବା ଗୋଟିଏ ପଥର ହେଇଥାଇପାରେ ଯେଉଁ ପଥରରେ କି ଏଇଭଳିଆ ରଙ୍ଗ ଲଗା ହେଉଥିବ। ଯେମିତି ଆଜିକା ଦିନରେ ଯଦି ଆପଣ ବ୍ରହ୍ମେଶ୍ୱର ମନ୍ଦିରଟିକୁ ଯିବେ, ସେଠି ଦେଖିବେ ନାଲି ରଙ୍ଗ ବି ମରା ହେଇଛି, ଯେଉଁଟାକି ଗୋଟେ ପାର୍ଟ କୁହାଯାଉଛି ପଥରର ଗୋଟେ ପାର୍ଟ ଭଳିଆ ହେଇଗଲାଣି। ତେଣୁ ସେଇଭଳିଆ ହୁଏତ ଧଳା ଗୋଟେ ଲେପ ଦିଆ ହେଉଥିବ, ତାପରେ ନେଳି ଦିଆ ହେଉଥିବ, ତାପରେ ନାଲି ଦିଆ ହେଇଥାଇପାରେ ସିନ୍ଦୁର, କିମ୍ବା ତାପରେ ଅପରାଜିତା ଫୁଲ ରଙ୍ଗ, କିମ୍ବା ତା ତଳଟା ଧଳା, କିମ୍ବା ଗୋଟେ ଯେମିତି ପଥର ଯେଉଁଥିରେ କେମିତି ରଙ୍ଗ ଥିବ ସମ୍ଭବ। ଆପଣ ଆଜିକା ଦିନରେ ଯଦି ବି ନର୍ମଦେଶ୍ୱର ଲିଙ୍ଗ ଗୁଡ଼ିକ ଦେଖିବେ ଭିନ୍ନ ଭିନ୍ନ ରଙ୍ଗ ହୋଇକି ଆସେ। ଏହି ଭିତରେ ଯାହା ବି ଗୋଟେ ହେଇପାରିଥାଏ, ମୋ ଭଳିଆ ମହାମୂର୍ଖର ସେତିକି ଦୈବିକ କୃପା ନାହିଁ କିମ୍ବା ସାରସ୍ୱତ ସାଧନା କୃପା ନାହିଁ ଯେ ମୁଁ ଆପଣଙ୍କ ନିକଟରେ ସତ୍ୟାସତତା ରଖିପାରିବି। କିନ୍ତୁ ଏଇଆ ଥିଲା ଲିଙ୍ଗ, ଯାହା ଏକାମ୍ର ଚନ୍ଦ୍ରିକା କୁହେ, ସ୍ୱର୍ଣ୍ଣାଦ୍ରି ମହୋଦୟ ମଧ୍ୟ ଏ ବିଷୟରେ କୁହେ। କିନ୍ତୁ ସ୍ୱର୍ଣ୍ଣାଦ୍ରି ମହୋଦୟରେ କେଉଁ ଶ୍ଲୋକଟା ଲେଖାଯାଇଛି ମୋର ଏକ୍ଜାକ୍ଟ ମନେ ପଡ଼ୁନି। ଏକ୍ଜାକ୍ଟ ଏଇ ଜିନିଷ କିନ୍ତୁ ଟିକେ ଏପଟ ସେପଟ କରି ସଂସ୍କୃତ ଲେଖା ହେଇଛି, କିନ୍ତୁ ଧଳା, ନେଳି ଆଉ ନାଲି ରଙ୍ଗର ଥିଲା ଲିଙ୍ଗଟି। ଏବଂ କେତେ ବଡ଼ ଲିଙ୍ଗଟେ ନ ହେଇଥିବ, ଯଦି ଶକ୍ତିଟା ଏତେ ବଡ଼ ତାହେଲେ ଭାବନ୍ତୁ ଏତେ ବଡ଼ ଲିଙ୍ଗ ହେଇଥିବ ଯେ ଆମେ ତାକୁ ହୁଏତ କୁଣ୍ଢେଇ ପାରିବାନି। ତ ଇଏ ହେଲା ଆମର ଶିବ ଗରିମା, ଶିବ ଅସ୍ମିତା ଏବଂ ଶିବଙ୍କର ଗୌରବ ଏକାମ୍ର କ୍ଷେତ୍ର। ଆମର ଦୁର୍ଭାଗ୍ୟ ଯେ ଆମେ ସେ ଲିଙ୍ଗଟିକୁ ବର୍ତ୍ତମାନ ପାର୍ଥିବ ରୂପେ ନଗ୍ନ ଚକ୍ଷୁରେ ଦର୍ଶନ କରିପାରୁନାହାନ୍ତି। ତେବେ ମୋର ଏହି ଚଳଚ୍ଚିତ୍ରଟି ମାଧ୍ୟମରେ ଆପଣଙ୍କୁ ଶାସ୍ତ୍ରୀୟ ପ୍ରମାଣ ସହିତ ମୁଁ ଏହା ଉପସ୍ଥାପନା କଲି ଯେ ଲିଙ୍ଗଟି ଲିଙ୍ଗରାଜଙ୍କର କିପରି ଥିଲା। ଆଗାମୀ ଦିନରେ ପ୍ରଭୁ ଲିଙ୍ଗରାଜଙ୍କର କୃପାରୁ ଯଦି କେବେ ଆପଣ ଲିଙ୍ଗରାଜ ମନ୍ଦିର ଯାଉଛନ୍ତି, ତାହେଲେ ଆପଣ ଠିକ୍ ସେଇଭଳି ଲିଙ୍ଗଟିକୁ ନିଜ ମାନସ ପଟ୍ଟରେ ଅଙ୍କିତ କରି ପ୍ରଭୁ ମହାଦେବଙ୍କ ନିକଟରେ ନିଜକୁ ସମର୍ପଣ କରିବେ। ଲିଙ୍ଗଟି ହିରଣ୍ୟଗର୍ଭ ଅଛି, ଲିଙ୍ଗଟି ବାହାରେ ଅଛି, ସେ କଥା ଭୁଲି ଯାଆନ୍ତୁ। କେବଳ ଗୋଟେ ଶକ୍ତିକି ଦର୍ଶନ କରିବାଟିଏ ଗୋଟେ ଲିଙ୍ଗର ତାର ଗୁଣବତ୍ତା ଆଣିବ ନାହିଁ। ତେଣୁ ଆପଣ ନିଜ ମାନସ ପଟଳରେ ଠିକ୍ ଏହିପରି ଗୋଟେ ଲିଙ୍ଗଟିକୁ ପରିକଳ୍ପନା କରି ମହାଦେବଙ୍କୁ ଦର୍ଶନ କରିବେ। ନିଶ୍ଚିତ ରୂପେ ମହାଦେବ ଆପଣଙ୍କର ନୟନ ପାଥଗାମୀ ହେବେ, ଆପଣଙ୍କୁ ଠିକ୍ ବାଗରେ ସେ ଆଗେଇ ନେବେ। ହଉ, ଆଶା କରେ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଏ ସମ୍ପର୍କରେ ଆପଣ କିଛି ଦ୍ୱନ୍ଦ୍ୱ ଥାଏ, କିଛି ନିଜସ୍ୱ ମତ ଥାଏ, ଆପଣ ମନ୍ତବ୍ୟ ସ୍ଥାନ ବା କମେଣ୍ଟ ସେକ୍ସନରେ ଜଣାଇ ପାରନ୍ତି। ଏବଂ ଯଦି ଆପଣ ଏ ସମ୍ବନ୍ଧରେ ଆଉ ଅଧିକ କିଛି ଜ୍ଞାନ ଆହରଣ କରୁଛନ୍ତି, ନିଶ୍ଚିତ ରୂପେ ମନ୍ତବ୍ୟ ସ୍ଥଳରେ ତାକୁ ଉଲ୍ଲେଖ କରିବେ। ତଦ୍ୱାରା ସବୁ ଶିବ ସାଧକଙ୍କର ଜ୍ଞାନବର୍ଦ୍ଧନ ହେବ ଏବଂ କଲ୍ୟାଣ ହେବ। ତାହେଲେ ଆପଣ ସମସ୍ତଙ୍କର କଲ୍ୟାଣ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ଚରଣାରବିନ୍ଦରେ ମୁଁ ଜ୍ଞାପନ କରି ଆଜି ପାଇଁ ରହିଲି। ଓମ୍ ନମଃ ଶିବାୟ।